ବିଜେଡି ଦଳ ତାର ସାଂଗଠନିକ ପ୍ରକ୍ରିୟାକୁ ଅତ୍ୟନ୍ତ ମଜବୁତ କରିଛି। ଯୁବ ଛାତ୍ର ମହିଳା କୃଷକ ଶ୍ରମିକ ସମସ୍ତ ସେଲ୍ରେ ଆମର ସାଂଗଠନିକ ପ୍ରକ୍ରିୟା ନିରନ୍ତର ଚାଲିଛି ଏବଂ ଅତୀତର ପଞ୍ଚାୟତରାଜ ନିର୍ବାଚନରେ ଯେଉଁ ରେଜଲ୍ଟ ହେଇଥିଲା ସାରା ଓଡ଼ିଶାରେ ଏକପାଖିଆ ରେଜଲ୍ଟ ହେଇଥିଲା ବିଜୁ ଜନତା ଦଳର, ତାକୁ ମଧ୍ୟ ଦୋହରାଇବ ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ଏବଂ ଆମେ ନିଶ୍ଚିତ ଭାବରେ ସେଥିରେ ଆଶାବାଦୀ। ବିକାଶକୁ ସବୁବେଳେ ବିଜୁ ଜନତା ଦଳ ମୁଖ୍ୟ ମୁଦ୍ଦା କରିଥାଏ। ଆମେ 5 ଥରର ଶାସନକାଳ ବ୍ୟବସ୍ଥା ଭିତରେ ଦେଖିବେ ଓଡ଼ିଶାରେ ଯଦି ବିକାଶ ହେଇଥାଏ ସମସ୍ତ କ୍ଷେତ୍ରରେ କୃଷି ଶିଳ୍ପ ସ୍ୱାସ୍ଥ୍ୟ ଶିକ୍ଷାଠାରୁ ଆରମ୍ଭ କରି ଗମନାଗମନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ସାରା ଭାରତ ବର୍ଷରେ ରୋଲ୍ ମଡ଼େଲ୍ ହେଇଛି। ଏଥିରେ ସମସ୍ତେ ସ୍ୱୀକାର କରିଛନ୍ତି। ଆମେ ଅନେକ କ୍ଷେତ୍ରରେ ସାରା ବିଶ୍ୱର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛୁ। ବିପର୍ଯ୍ୟୟ ପରିଚାଳନା ଠାରୁ ଆରମ୍ଭ କରି ମମତା ଯୋଜନା ପର୍ଯ୍ୟନ୍ତ ଏବଂ ଏସବୁ କଥାକୁ ଯଦି ଆମେ ଆଖି ଆଗରେ ରଖିବା, ଲୋକମାନଙ୍କ ହୃଦୟ ଭିତରେ ମନ ଭିତରେ ବିଜୁ ଜନତା ଦଳ ଅଛି, ନିଶ୍ଚିତ ଭାବରେ ଭୋଟରେ ରୂପାନ୍ତରିତ ହେବ।